ପାତଞ୍ଜଳ ଯୋଗସୂତ୍ର ସମାଧିପାଦ ସୂତ୍ର 15 ସୂତ୍ର ଦେଖିବା। ଦୃଷ୍ଟାନୁଶ୍ରବିକ ବିଷୟ ବିତୃଷ୍ଣସ୍ୟ ବଶୀକାର ସଂଜ୍ଞା ବୈରାଗ୍ୟମ୍। ପଦଗୁଡ଼ିକର ଅର୍ଥ ହେଲା ଦୃଷ୍ଟ ହେଲା ଏହି ଲୋକରେ ଦେଖାଯାଉଥିବା ଯେଉଁଗୁଡ଼ାକ ଆମେ ଦେଖିପାରୁଛୁ, ଯାହା ଦେଖାଯାଉଛି ଯେଉଁଟା ଯେଉଁ ଭୋଗ ଜିନିଷ। ଅନୁଶ୍ରବିକ ଅନୁଶ୍ରବିକ ହେଲା ଶାସ୍ତ୍ରରେ ଶୁଣାଯାଉଥିବା, ଯେମିତି ସ୍ୱର୍ଗ ଆଦି। ସ୍ୱର୍ଗ କ'ଣ ଆମେ ଦେଖିଛେ? ଦେଖିନେ, ଶାସ୍ତ୍ରରେ ଶୁଣୁଛେ। ବିଷୟ ହେଲା ଯେଉଁ ଭୋଗ କରୁଥିବା ବସ୍ତୁ, ବିଷୟ, ଭଲ ଖାଇବା, ଭଲ ପିନ୍ଧିବା, ଭଲ ଦେଖିବା, ଏଗୁଡ଼ିକ। ବିତୃଷ୍ଣସ୍ୟ ଯେଉଁଥିରେ କି ତୃଷ୍ଣା ନଥିବା ଜିନିଷ। ବଶୀକାର ବଶୀକାର କ'ଣ ନା ପୂର୍ଣ୍ଣ ନିୟନ୍ତ୍ରଣ। ସଂଜ୍ଞା ନାମ। ବୈରାଗ୍ୟମ୍ ହେଲା ବୈରାଗ୍ୟ। ଏଇସବୁ ପଦଗୁଡ଼ିକର ଅର୍ଥ। ତାର ସରଳ ଅର୍ଥ କ'ଣ ହେଲା ନା ଏହି ଲୋକରେ ଦେଖାଯାଉଥିବା ଭୋଗ ଓ ଶାସ୍ତ୍ରରେ କୁହାଯାଇଥିବା ସ୍ୱର୍ଗାଦି ଭୋଗ ପ୍ରତି ଯେତେବେଳେ ତୃଷ୍ଣା ନଥାଏ ବା ବିତୃଷ୍ଣା ଆସିଯାଏ ଏବଂ ମନ ସେଗୁଡ଼ିକ ନିଜ ବଶରେ ରଖେ, ସେଇଟା ହିଁ ବୈରାଗ୍ୟ ବୋଲି ଆମେ କହିବା। ତାର ବ୍ୟାଖ୍ୟା ଦେଖିବା। ବୈରାଗ୍ୟ ମାନେ ସବୁକିଛି ଛାଡ଼ି ଜଙ୍ଗଲକୁ ଚାଲିଯିବା ନୁହେଁ। ଯେତେବେଳେ ଭୋଗବସ୍ତୁ ମନକୁ ନିୟନ୍ତ୍ରଣ କରେ ନାହିଁ, ବରଂ ମନ ଭୋଗକୁ ନିୟନ୍ତ୍ରଣ କରେ, ସେହି ଅବସ୍ଥା ହେଲା ବୈରାଗ୍ୟ। ପତଞ୍ଜଳି କହୁଛନ୍ତି ଦୃଶ୍ୟ ଲୋକର ସୁଖ ଓ ଅଦୃଶ୍ୟ ସୁଖ ଦୁଇଟି ଯାକର ପ୍ରତି ଆସକ୍ତି ଚାଲିଗଲେ ମନ ଶାନ୍ତ ହୁଏ।